ବହୁତ ଦିନ ତଳେ ଅବନ୍ତୀନଗର ନାମରେ ଗୋଟିଏ ରାଜ୍ୟ ଥିଲା। ସେହି ରାଜ୍ୟରେ ଜଣେ ରାଜା ଥିଲେ। ସେ ବହୁତ ଦୟାଳୁ ଓ ବୁଦ୍ଧିମାନ ଥିଲେ। ତାଙ୍କର ନାମ ଥିଲା ବିକ୍ରମସିଂହ। ରାଜାର 3ଟି ରାଣୀ ଥିଲେ। ପ୍ରଥମ ରାଣୀ ହେଲେ ସୁମେଧା। ସେ ବହୁତ ବୁଦ୍ଧିମାନ ଓ ଶାନ୍ତ ସ୍ୱଭାବର ଥିଲେ। ଦ୍ୱିତୀୟ ରାଣୀ ହେଲେ ବସୁଧା। ସେ ବହୁତ କରୁଣାମୟୀ ଓ ଦୟାଶାଳୀ ଥିଲେ। ତୃତୀୟ ରାଣୀର ନାମ ହେଲା କୁମୁଦିନୀ। କୁମୁଦିନୀ ବହୁତ ହସମୁଖ ଓ ବହୁତ ସରଳ ଥିଲେ। 3ଟି ଯାକ ରାଣୀ ରାଜାଙ୍କୁ ସମାନ ଭାବରେ ପ୍ରେମ କରୁଥିଲେ, କିନ୍ତୁ ନିଜ ନିଜ ତରିକାରେ କରୁଥିଲେ। ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଥିଲା, ହେଲେ ରାଜା ଭାବୁଥିଲେ ସୁଖ ସମୃଦ୍ଧି ଅପେକ୍ଷା ଅନ୍ୟମାନଙ୍କୁ ସାହାଯ୍ୟ କରିବା, ସଚ୍ଚାଇ ଓ ସହଯୋଗ ହିଁ ସବୁଠାରୁ ବଡ଼ ଧନ। ଦିନେ ରାଜ୍ୟରେ ଅଜୀବ ଘଟଣା ଘଟିଲା। ରାଜ୍ୟର ପାଖରେ ଥିବା ଗୋଟିଏ ପବିତ୍ର ନଦୀ ଅଚାନକ ଶୁଖିବାକୁ ଲାଗିଲା। ଚାଷୀମାନେ ସମସ୍ୟାରେ ପଡ଼ିଗଲେ, କାରଣ ସେହି ନଦୀ ଦ୍ୱାରା ହିଁ କ୍ଷେତରେ ପାଣି ମାଡ଼ୁଥିଲା। ରାଜା 3 ରାଣୀଙ୍କୁ ଡାକିଲେ ଓ କହିଲେ, ଯିଏ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରିବ, ମୁଁ ତାକୁ ପୁରସ୍କାର ପ୍ରଦାନ କରିବି। 3ଟି ଯାକ ରାଣୀ ନିଜ ନିଜ ତରିକାରେ ସମାଧାନ କରିବା ପାଇଁ ବାହାରି ପଡ଼ିଲେ। ରାଣୀ ସୁମେଧା ନିଜର ବୁଦ୍ଧିର ମାର୍ଗ ବାଛିଲେ। ରାଣୀ ସୁମେଧା ସବୁଠୁ ପ୍ରଥମେ ସେହି ନଦୀର ପାଖରେ ଯାଇ ପହଞ୍ଚିଲା। ସେ ସେଠୁ କିଛି ମାଟି ଉଠାଇ ଆଣି ଦେଖିଲା। ପାଖାପାଖି ଥିବା ଗଛର ଚେରମାନଙ୍କୁ ଦେଖିବାକୁ ଲାଗିଲା। ରାଣୀଙ୍କୁ ଜଣାପଡ଼ିଲା କି ପାଖରେ ଥିବା ଜଙ୍ଗଲରେ କାଠ ଚୋରି ହେଉଛି। ସେହି କାଠ କାଟିବା କାରଣରୁ ବର୍ଷା କମିଯାଇଛି ଓ ପାଣି ଶୁଖିବାକୁ ଲାଗିଛି। ସେ ଚୋରମାନଙ୍କୁ ଖୋଜିଦେଲେ ଓ ଜଙ୍ଗଲର ସୁରକ୍ଷା ପାଇଁ ସେଠି କିଛି ସୈନିକମାନଙ୍କୁ ଲଗାଇଲେ ଓ ଯେତେବେଳେ ବର୍ଷା ହେଲା, ସେହି ବର୍ଷା ଜଳ ସଂଗ୍ରହ କରିବା ପାଇଁ ବନ୍ଧ ଖୋଳିବାକୁ ଲାଗିଲେ। ଏଥର ରାଣୀ ବସୁଧାର ପାଳି ଥିଲା। ସେ ବହୁତ କରୁଣାକର୍ମୀ ଥିଲେ, ସେଥିପାଇଁ ସେ କରୁଣାର ମାର୍ଗ ବାଛିଲେ। ରାଣୀ ବସୁଧା ଚାଷୀମାନଙ୍କ ଘର ଘର ଯାଇ ପହଞ୍ଚିଲେ। ସେ ଦେଖିଲେ କି ଚାଷୀମାନେ ପାଣିର କମିକୁ ଡରିବାକୁ ଲାଗି ନଦୀରୁ ଜରୁରତରୁ ଅଧିକ ପାଣି ନିଜେ ସଂଗ୍ରହ କରି ରଖିଦେଇଛନ୍ତି। ରାଣୀ ଚାଷୀମାନଙ୍କୁ ବୁଝାଇଲେ କି ପ୍ରକୃତି ମା ସମସ୍ତଙ୍କର ମା ଅଟେ। ତୁମେ ଯଦି ଅନ୍ୟମାନଙ୍କୁ ସାହାଯ୍ୟ କରିବ ନାହିଁ, ପ୍ରକୃତି ମା'କୁ ସାହାଯ୍ୟ କରିବ ନାହିଁ, ତାହେଲେ ଆମେ ମଧ୍ୟ କେହି ବଞ୍ଚିବା ନାହିଁ। ସେ ଲୋକମାନଙ୍କୁ କମ୍ ପାଣିରେ ଚାଷ କରିବା ଶିଖାଇଲେ ଓ ପାଣି ସମସ୍ତେ ମିଳିମିଶି ବାଣ୍ଟିବା ପାଇଁ ଶିଖାଇଲେ। ସମସ୍ତ ବାଣ୍ଟିବା ପାଇଁ ଗୋଟିଏ କୂଅ ଖୋଳିଲେ। ସେହି କୂଅରେ ସମସ୍ତଙ୍କୁ ମିଳିମିଶି ପାଣି ବ୍ୟବହାର କରିବା ଶିଖାଇଲେ। ଏଥର ରାଣୀ କୁମୁଦିନୀ ଭାବନାର ମାର୍ଗ ବାଛିଲେ। ରାଣୀ କୁମୁଦିନୀ ଭାବନାରେ ଭରିଥିଲେ। ସେ ଭାବିବାକୁ ଲାଗିଲେ ଯେ ନଦୀରାଣୀ ମନ ଦୁଃଖରେ ଅଛନ୍ତି। ସେଥିପାଇଁ ସେ ସବୁଦିନ ସେହି ନଦୀ କୂଳରେ ବସି ଗୀତ ଗାଇବାକୁ ଲାଗିଲେ ଓ ଛୋଟ ଛୋଟ ପିଲାମାନଙ୍କୁ କାହାଣୀ ଶୁଣାଇବାକୁ ଲାଗିଲେ। ଦିନେ ଗୋଟିଏ ବୁଢ଼ା ସାଧୁ ସେଠିକି ଆସିଲେ। ସାଧୁ କହିଲେ, ତୁମର ଦୟା ଓ ପ୍ରେମ ଏହି ପ୍ରକୃତିକୁ ଛୁଇଁ ଯାଇଛି, ହେଲେ ପ୍ରକୃତରେ ଭାବନାରେ କେବେ ବି ହବନି, କର୍ମ ମଧ୍ୟ ଜରୁରୀ ଅତି। ସାଧୁର କଥା ଶୁଣି ରାଣୀ କୁମୁଦିନୀ ନଦୀର ସଫାଇ ଆରମ୍ଭ କରିଦେଲେ। 3 ରାଣୀଙ୍କର ପ୍ରୟାସର ପରିଣାମ କିଛି ସପ୍ତାହ ପରେ ଦେଖାଗଲା। ଜଙ୍ଗଲ ପୁଣି ହରାଭରା ହୋଇଗଲା। ଚାଷୀମାନେ ପାଣିକୁ ଦେଖିଚିନ୍ତି ଭାବିଚିନ୍ତି ବ୍ୟବହାର କଲେ। ନଦୀ ସଫା ହେବା ଦ୍ୱାରା ନଦୀରେ ପାଣି ମଧ୍ୟ ଭରି ହୋଇ ରହିଲା। ରାଜା 3 ରାଣୀର ଏହି ପରିଶ୍ରମ ଦେଖି ବହୁତ ଖୁସି ହେଲେ। ସେ ଖୁସି ହୋଇ ମହଲରେ 3 ରାଣୀଙ୍କୁ କହିଲେ, କେବଳ ଜଣେ ନୁହେଁ, ତୁମେ 3ଟି ରାଣୀ ମିଶି ଆଜି ଏହି ନଦୀକୁ ରକ୍ଷା କଲ। ସେଥିପାଇଁ ଏହି ପୁରସ୍କାରର ହକଦାର ତୁମେ 3 ଜଣ ଅଟ। ଏହା କହି ସେ ସେହି 3 ଜଣଙ୍କୁ ପୁରସ୍କାର ପ୍ରଦାନ କଲେ। ହେଲେ ଲୋକମାନେ କହିଲେ, ମହାରାଜ, ଏ 3 ଜଣ ମିଶି ହିଁ କାମ କଲେ। ବୁଦ୍ଧି, କରୁଣା ଓ ଭାବନା ଏହି 3 ଜଣ ମିଶି ଏହି ନଦୀକୁ ପୁଣି ଥରେ ବଞ୍ଚାଇ ଦେଲେ। ରାଜା ଏହା ଶୁଣି ହସିଲେ ଓ କହିଲେ, ଯେପର୍ଯ୍ୟନ୍ତ ଆମେ ମିଳିମିଶି କାମ କରୁଥିବା, ଆମ ରାଜ୍ୟକୁ କେବେ ମଧ୍ୟ ଦୁଃଖ ଓ ଯନ୍ତ୍ରଣା ଅନୁଭବ ହେବ ନାହିଁ। ଏହାର ଶିକ୍ଷା ହେଲା, ସମସ୍ୟାର ସମାଧାନ ସେତେବେଳେ ବାହାରିବ ଯେତେବେଳେ ସମସ୍ତେ ମିଳିମିଶି ଉତ୍ତମ ପଦକ୍ଷେପ ଗ୍ରହଣ କରିବା। ବୁଦ୍ଧି, ଦୟା ଓ ଭାବନା ଏହି 3ଟି ଯାକ ଆମ ଜୀବନରେ ବହୁତ ଜରୁରୀ ଅଟେ।
ପ୍ରକୃତିର ସମ୍ମାନ କରିବା ଆମମାନଙ୍କ ପାଇଁ ବହୁତ ଜରୁରୀ ଅଟେ।